ଆଜି ଗେଷ୍ଟ ଆସିଥିଲେ ଖବର ଦେଇକି ଫରମାଇଶ ଥିଲା ଦିଟା ରୋଷେଇରେ ମଟନଟେ ହବ ଆଉ ରୋଷେଇ ସେ ନିଜେ କରିବେ। ସତରେ ସତ୍ୟବାବୁ ଭଲ ରୋଷେଇ କରନ୍ତି ବୋଲି କି ତାଙ୍କର ପ୍ରଶଂସା ବହୁତ ଶୁଣିଥିଲୁ। ସତରେ ଆଜି ଆମେ ନିଜେ ଦେଖିଥିଲୁ ତାଙ୍କର ଏତେ ୱେଲ ପ୍ରିପାରେସନ। ଖାଇବାରେ ଆମର ଥିଲା ମଟନ, ରାଇସ୍, ସାଲାଡ, ପାମ୍ପଡ଼। ପୁରାପୁରି ନର୍ମାଲ ଖାଇବା ଥିଲା। ବଟ୍ ମଟନକୁ ଖାଲି ପ୍ଲେନ୍ ରାଇସ୍ ଆଉ କିଛି ବି ଦରକାର ନାହିଁ। କମ୍ପ୍ଲିଟଲି ସାରିଲା ଭିତରେ ଆମ ବାକି ଗେଷ୍ଟ ବି ଆସିଗଲେ। ସେମାନଙ୍କୁ ଖାଇବା ଦେବା ଭିତରେ ତରକାରୀ ଦେଖିକି ମୋର ଏତେ ଇଣ୍ଟରେଷ୍ଟ ପଡ଼ିଗଲା କୁହନ୍ତୁନି। କାହିଁକିନା ତରକାରୀଟା ହେଇଥିଲା ହିଁ ସେଇଭଳିଆ। ଏତେ ଗ୍ରେଭି ଥିଲା, ଏତେ ଜୁସି ଥିଲା କୁହନ୍ତୁନି। ମୁଁ ସାଙ୍ଗେ ସାଙ୍ଗେ ଖାଇବା ପାଇଁ ବସିଗଲି। ଯୋଉଦିନ ଆମ ମନପସନ୍ଦର ଖାଇବା ହେଇଥିବ ସେଦିନ ଭୋକଟା ବହୁତ ଜଲ୍ଦି ଲାଗେ। ତ ସେଥିପାଇଁ ମୁଁ ଆସିଗଲି ଖାଇବା ପାଇଁ। ସତରେ ଖାଇବା ଯଦି ବେଷ୍ଟ ଥିବ ଅଟୋମେଟିକ ମନଟା ହାପି ହେଇଯାଏ। ତା ଭିତରେ ମାଉସୀ ଆସିକି ପହଞ୍ଚିଗଲେ ବାସନ ମାଜିବା ପାଇଁ। ମାଉସୀ କହିଲେ କି ମଟନଟା ଏତେ ବଢ଼ିଆ ହେଇଛି ଯେ ତଳ ଯାଏଁ ବାସୁଥିଲା।